ରତନପୁର ଗାଁରେ ଜଣେ ଗରିବ ବ୍ରାହ୍ମଣ ରହୁଥିଲା। ପେଟ ପୂରା ଖାଦ୍ୟ ଯୋଗାଡ଼ କରିବା ତା ପାଇଁ ଦିନକୁ ଦିନ କଷ୍ଟ ହୋଇ ଯାଉଥିଲା। ଦିନେ ଏପରି ସମୟ ଆସିଲା, ତା ଘରେ ଚୁଲି ଜଳିବା ଅସମ୍ଭବ ହୋଇଗଲା। ତେଣୁ ବ୍ରାହ୍ମଣ କିଛି ଉପାୟ ନ ପାଇ ମହାଜନ ପାଖକୁ କରଜ ମାଗିବା ପାଇଁ ପହଞ୍ଚିଲା। ଆଉ 200 ଟଙ୍କା ସୁଧକୁ ନେଇ ଆସିଲା। ମହାଜନ ବି କିଛି ବନ୍ଧକ ନ ରଖି ବ୍ରାହ୍ମଣକୁ 200 ଟଙ୍କା ଦେଇଦେଲା। ଦିନ ବିତିବାକୁ ଲାଗିଲା। ବ୍ରାହ୍ମଣ ଯେତେ ଚାହିଁଲେ ବି ମହାଜନର ପଇସା ଶୁଝି ପାରୁ ନଥିଲା। ଏପଟେ ସୁଧ ବଢି ଚାଲିଥିଲା। ଦିନେ ମହାଜନ ବ୍ରାହ୍ମଣର ଘରେ ପହଞ୍ଚି ତାକୁ ପଇସା ଫେରାଇବା ପାଇଁ ଧମକାଇବାକୁ ଲାଗିଲା। ବ୍ରାହ୍ମଣ ଯେତେ ନେହୁରା ହୋଇ କହିଲେ ବି ସେ ମାନିଲାନି। କହିଲା, ତମର ସୁଧ ମୂଳ ମିଶି 400 ଟଙ୍କା ହୋଇଗଲାଣି। ପଇସା ନଦେଲେ ମୁଁ ଏଠୁ ଯିବିନି। ଗରିବ ବ୍ରାହ୍ମଣ 200 ଟଙ୍କା ଉଧାର ନେଇଥିଲା। ଏବେ 400 ଟଙ୍କା ହୋଇଗଲାଣି। ତେଣୁ ବ୍ରାହ୍ମଣ ଆଉ କିଛି ଉପାୟ ନ ପାଇ କହିଲା, ମୁଁ ଗୋଟେ ଚିଠି ଲେଖି ସାରିଲେ ତମ ଉଧାର ଟଙ୍କା ବିଷୟରେ କଥା ହେବା। ଏ କଥାରେ ମହାଜନ ରାଜି ହେବାରୁ ବ୍ରାହ୍ମଣ ଗୋଟେ କାଗଜ ଉପରେ କିଛି ଲେଖିବାକୁ ଲାଗିଲା। ଲେଖା ସରିଲା। ବ୍ରାହ୍ମଣ ସେ ଚିଠିକୁ ମୋଡି ତା ଧୋତିରେ ଗଣ୍ଠି ପକାଇ ବାନ୍ଧିଦେଲା। ମହାଜନକୁ କହିଲା, ଆପଣ ଯଦି ମୋ କଥାରେ ରାଜି ହେବେନି, ମୁଁ ମୋ ଜୀବନ ଲୀଳା ସମାପ୍ତ କରିଦେବି। ତା ପୂର୍ବରୁ ଏ ଚିଠିକୁ ମୁଁ ମହାରାଜାଙ୍କ ନାମରେ ଲେଖିଦେଇଛି। ଏଥିରେ ଲେଖା ଅଛି, ମହାଜନ ଠାରୁ ମୁଁ 200 ଟଙ୍କା ସୁଧକୁ ନେଇଥିଲି, କିନ୍ତୁ ମହାଜନ ତାକୁ ବଢାଇ ଚଢାଇ ମତେ 400 ଟଙ୍କା ମାଗୁଛି। ତାପରେ ବି ମୋ ପାଖରେ ଏବେ ପଇସା ନାହିଁ। ସେଥିପାଇଁ ଲୋକହସା ହେବା ଅପେକ୍ଷା ଫାଶୀ ଲଗାଇ ମରିଯାଉଛି। ଦେଖୁ ଦେଖୁ ବ୍ରାହ୍ମଣଟି ଏକ ଫାଶୀର ଫନ୍ଦା ତିଆରି କରିଦେଲା। ଏ କଥା ଦେଖି ମହାଜନର ପାଦ ତଳୁ ଜାଣ ମାଟି ଖସିଗଲା। ଯେତେବେଳେ ବ୍ରାହ୍ମଣ ନିଜ ବେକରେ ଫାଶୀର ଫନ୍ଦା ଗଳାଇ ଦେଲା, ସେତେବେଳକୁ ମହାଜନର ହୋସ ଆସିଲା। ସେ ବ୍ରାହ୍ମଣର ପାଦ ଧରି କହିଲା, ନାଇଁ ଭାଇନା, ଆପଣ ଏପରି କାମ କରନ୍ତୁନି। ମତେ ବ୍ରହ୍ମ ହତ୍ୟାର ପାପ ଲାଗିବ। ଆପଣଙ୍କ ପାଇଁ ମୁଁ ସୁଧ ଟଙ୍କା ଛାଡ଼ିଦେବାକୁ ରାଜି ଅଛି। ହେଲେ ମୋ ମୂଳ 200 ଟଙ୍କା ଫେରାଇ ଦିଅନ୍ତୁ। ମୁଁ ଖୁସିରେ ଏଠୁ ଚାଲିଯିବି। ବ୍ରାହ୍ମଣ କହିଲା, 200 ଟଙ୍କା ମୁଁ କୋଉଠୁ ଆଣିବି ଯେ ତୁମକୁ ଦେବି? ମୋ ପାଖରେ ତ ଫୁଟା ପାହୁଲାଟେ ନାହିଁ। ମତେ ବରଂ ମରିବାକୁ ଛାଡ଼ି ଦିଅନ୍ତୁ। ସେତେବେଳକୁ ମହାଜନ ଡରି ଯାଇଥିଲା। ସେ ଜାଣିଥିଲା ଏ ଚିଠି ଦ୍ୱାରା ବ୍ରାହ୍ମଣକୁ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇବାର ଆରୋପ ଲାଗିବ। ତାକୁ ମହାରାଜାଙ୍କ ଦଣ୍ଡଭାଜନ ହେବାକୁ ପଡ଼ିବ। ଏ କଥା ଚିନ୍ତା କରି ମହାଜନର ତଣ୍ଟି ଶୁଖି ଯାଉଥିଲା। ଦେହରୁ ଗମ ଗମ ହୋଇ ଝାଳ ବୋହି ଯାଉଥିଲା। ସେ ଡରି ଡରି କହିଲା, ଭାଇନା, 2 ଦିନ ପରେ ମୋ ପୁଅର ବାହାଘର। ସେଥିପାଇଁ ପଇସାର ଆବଶ୍ୟକତା ଥିଲା, ନହେଲେ ମୁଁ ଆପଣଙ୍କ ଦୁଆରକୁ ଆସିନଥାନ୍ତି। ଚାଲନ୍ତୁ, ମୂଳ ପଇସାରୁ ମୁଁ 100 ଟଙ୍କା ଛାଡ଼ି ଦେଉଛି। ମତେ ବାକି 100 ଟଙ୍କା ଦେଇ ଦିଅନ୍ତୁ, ମୁଁ ଚାଲିଯିବି। ଏ କଥା ଶୁଣି ବ୍ରାହ୍ମଣ ନିଜ ଗଳାରୁ ଫନ୍ଦା କାଢି ଦେଇ ଶାନ୍ତ ସ୍ୱରରେ କହିଲା, ଠିକ ଅଛି, ଆପଣଙ୍କର ମୋ ଠାରୁ 100 ଟଙ୍କା ପାଇବାର ଅଛି ତ ମିଳିଯିବ। ପରଦିନ ଆପଣଙ୍କ ପୁଅର ବାହାଘର। ଏ ବାହାଘର ମୁଁ ନିଜେ କରିବି। 51 ଟଙ୍କା ବାହାଘର ପାଇଁ, 21 ଟଙ୍କା ତିଳକ ପାଇଁ, 21 ଟଙ୍କା ନବଗ୍ରହ ଶାନ୍ତି ପାଇଁ, ଆଉ 21 ଟଙ୍କା ହାତ ଗଣ୍ଠି ପକାଇବା ପାଇଁ। ସବୁ ମିଶିଲେ 114 ଟଙ୍କା ହଉଛି। ଆପଣ ଏଥିରୁ 100 ଟଙ୍କା କାଟି ଦିଅନ୍ତୁ। ଆଉ ଯୋଉ 14 ଟଙ୍କା ରହିଲା, ବିବାହ ସମ୍ପନ୍ନ ପରେ ସେ ଟଙ୍କା ମତେ ଦେଇଦେବେ। ଏବେ ଆପଣ ଯାଆନ୍ତୁ, ବିବାହର ଆୟୋଜନ କରନ୍ତୁ। ଏ ହିସାବ ଶୁଣିବା ପରେ ବିଚରା ମହାଜନ ଚୁପଚାପ ସେଠାରୁ ଚାଲିଗଲା। ଏବେ ବ୍ରାହ୍ମଣ ମୁହଁରେ ହସ ଖେଳି ଉଠିଲା। ବ୍ରାହ୍ମଣ ବଡ଼ ଚତୁରତାର ସହିତ ନିଜ ଋଣ ଛାଡ଼ କରି ମହାଜନ ଠାରୁ ଅଧିକ 14 ଟଙ୍କା ଆଦାୟ କରି ପାରିଥିଲା। ଏହା ଭିତରେ କିଛି ଦିନ ବିତି ଯାଇଥିଲା। ବ୍ରାହ୍ମଣର ପୂଜା ପାଠ ଏବେ ଭଲ ଚାଲିବାକୁ ଲାଗିଲା। ତା ପାଖରେ ଯେତେବେଳେ 500 ଟଙ୍କା ହୋଇଗଲା, ସେ ଭାବିଲା, ଏତେ ଗୁଡେ ଟଙ୍କା ଘରେ ରଖିବାଟା ବିପଦ। ୟାକୁ ମହାଜନ ପାଖରେ ନେଇ ଜମା ରଖିଦେବି। ମୋ ଝିଅର ବାହାଘର ସମୟ ଆସିଲେ ଏ ଟଙ୍କା କାମରେ ଆସିବ। ଏପରି ସବୁ ଚିନ୍ତା କରି ବ୍ରାହ୍ମଣ ପୁଣି ଥରେ ସେ ମହାଜନ ପାଖକୁ ଗଲା।
ମହାଜନ ବ୍ରାହ୍ମଣକୁ ଆସିବାର ଦେଖି ଚିନ୍ତାରେ ପଡ଼ିଗଲା। କିନ୍ତୁ ଯେତେବେଳେ ସେ ଜାଣିଲା ବ୍ରାହ୍ମଣ ତା ପାଖରେ ଟଙ୍କା ଜମା ରଖିବାକୁ ଆସିଛି, ମହାଜନର ମନ ଖୁସି ହୋଇଗଲା। ଏହି ସୁଯୋଗରେ ସେ ବ୍ରାହ୍ମଣ ଠାରୁ ପ୍ରତିଶୋଧ ନେବା ପାଇଁ ଚିନ୍ତା କଲା। କିନ୍ତୁ ବ୍ରାହ୍ମଣ କେବେ ଭାବିନଥିଲା ମହାଜନ ମନରେ ଏବେ ଶତ୍ରୁତା ଭାବନା ଅଛି ବୋଲି। ଏହାପରେ ବ୍ରାହ୍ମଣ ମହାଜନ ପାଖରେ 500 ଟଙ୍କା ଜମା କରି ଘରକୁ ଫେରି ଆସିଲା। ସମୟ ବିତିବାକୁ ଲାଗିଲା। ବ୍ରାହ୍ମଣର ଝିଅ ବିବାହ ଯୋଗ୍ୟ ହୋଇଗଲା। ଦିନେ ବ୍ରାହ୍ମଣ ମହାଜନ ପାଖରେ ତା ଜମା ରଖିଥିବା ଟଙ୍କାକୁ ନେବା ପାଇଁ ପହଞ୍ଚିଲା। ମହାଜନ ତ ଏଇ ମୌକାର ଅପେକ୍ଷାରେ ଥିଲା। ବ୍ରାହ୍ମଣ ଯେତେବେଳେ ମହାଜନକୁ ତା ଟଙ୍କା ମାଗିଲା, ମହାଜନ ଟଙ୍କା ଦେବାକୁ ସଫା ମନା କରିଦେଲା। କହିଲା, ମୋ ପାଖରେ ତମେ କିଛି ଟଙ୍କା ରଖିନଥିଲ। ଯଦି ଲିଖିତ ପ୍ରମାଣ ରଖିଛ ମୋତେ ଆଣି ଦେଖାଅ। ମହାଜନର କଥା ଶୁଣି ବ୍ରାହ୍ମଣ ମନ ଦୁଃଖରେ ଘରକୁ ଫେରି ଆସିଲା। ସେ ଚିନ୍ତା କଲା ମହାଜନ ବିରୁଦ୍ଧରେ କଟୁଆଳଙ୍କ ପାଖରେ ଅଭିଯୋଗ କରିବ। ବ୍ରାହ୍ମଣ ଆଉ ଡେରି ନ କରି କଟୁଆଳଙ୍କ ପାଖକୁ ଗଲା। ସବୁ ଘଟଣା ଜଣାଇବା ପରେ କଟୁଆଳ କହିଲେ, କାଲି ଆମେ ନଗର ଭ୍ରମଣରେ ଯିବୁ। ତମେ ଆଗରୁ ଯାଇ ସେ ମହାଜନର ଦୋକାନ ସାମ୍ନାରେ ଠିଆ ହୋଇଥିବ। କଟୁଆଳର କଥା ଶୁଣି ବ୍ରାହ୍ମଣ ତା ଘରକୁ ଫେରି ଆସିଲା। ତା ପରଦିନ ଯେତେବେଳେ କଟୁଆଳ ନଗର ଭ୍ରମଣରେ ଆସିଲେ, ନଗରବାସୀ ତାଙ୍କର ସ୍ୱାଗତ କଲେ। ଏପଟେ ବ୍ରାହ୍ମଣ ତ ସେ ମହାଜନର ଦୋକାନ ସାମ୍ନାରେ ଯାଇ ଠିଆ ହୋଇଥାଏ। କଟୁଆଳ ମହାଜନର ଦୋକାନ ପଟେ ଗଲାବେଳେ ବ୍ରାହ୍ମଣକୁ ଦେଖି ପ୍ରଣାମ କଲେ। କହିଲେ, ଆପଣ ଆମ ଗୁରୁ, ଏଠି କାହିଁ ଠିଆ ହୋଇଛନ୍ତି? ଏବେ ଆମ ସହିତ ଚାଲନ୍ତୁ। ସେତିକିବେଳେ ମହାଜନ ବି କଟୁଆଳଙ୍କୁ ଦେଖି ସ୍ୱାଗତ କଲା, ତାଙ୍କୁ ଫୁଲମାଳ ପିନ୍ଧାଇଲା। ଏହାପରେ କଟୁଆଳ ବ୍ରାହ୍ମଣକୁ ସମ୍ମାନର ସହିତ ନିଜ ସହିତ ନେଇଗଲେ। ସେମାନେ କିଛି ବାଟ ଆଗକୁ ନେଇଯିବା ପରେ କଟୁଆଳ ତାଙ୍କୁ ତଳକୁ ଓହ୍ଲାଇ ଦେଇ କହିଲେ, ମୁଁ ମୋ କାମ କରିଦେଇଛି, ଏବେ ଆପଣ ଆଗକୁ ଦେଖନ୍ତୁ କଣ ହେଉଛି। ଏପଟେ ମହାଜନ ବ୍ରାହ୍ମଣ ଓ କଟୁଆଳଙ୍କ ସମ୍ପର୍କକୁ ଦେଖି ଚିନ୍ତାରେ ପଡ଼ିଯାଇଥିଲା। ତାକୁ ଭୟ ହୋଇଯାଇଥିଲା। ସେଦିନ ରାତିଯାକ ମହାଜନ ଶୋଇପାରିଲାନି। ସକାଳୁ ଉଠି ପ୍ରଥମେ ଗୁମାସ୍ତାକୁ ଯାଇ କହିଲା, ସେ ବ୍ରାହ୍ମଣକୁ ସମ୍ମାନର ସହିତ ଦୋକାନକୁ ନେଇ ଆସ। ଗୁମାସ୍ତା ବ୍ରାହ୍ମଣକୁ ଖୋଜିବା ପାଇଁ ବାହାରି ପଡ଼ିଲା। କିଛି ସମୟ ପରେ ସେ ବ୍ରାହ୍ମଣ ଏକ ଗଛ ଛାଇରେ ବସିଥିବାର ଦେଖିଲା। ଗୁମାସ୍ତା ବ୍ରାହ୍ମଣ ପାଖକୁ ଯାଇ ତାଙ୍କୁ ମହାଜନ ଡକାଇ ପଠାଇଥିବା ଖବର ଜଣାଇଲା। ଏହାପରେ ବ୍ରାହ୍ମଣକୁ ମହାଜନଙ୍କ ଦୋକାନ ପାଖକୁ ନେଇ ଆସିଲା। ମହାଜନ ବ୍ରାହ୍ମଣକୁ ସମ୍ମାନର ସହିତ ବସାଇ କହିଲା, ମୁଁ ପୁରୁଣା ଖାତାକୁ ଖେଳାଇ ଦେଖିବାରୁ ଜାଣିପାରିଲି ସେଥିରେ ଆପଣ ମୋତେ 500 ଟଙ୍କା ଜମା ରଖିବାକୁ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ସୁଧ ମୂଳ ମିଶି 800 ଟଙ୍କା ହୋଇଯାଇଛି। ମହାଜନ ବ୍ରାହ୍ମଣକୁ 1800 ଟଙ୍କା ଦେଇ କହିଲା, ବାକି 1000 ଟଙ୍କା ମୋ ତରଫରୁ ଆପଣଙ୍କ ଝିଅ ବାହାଘର ପାଇଁ ଦେଉଛି, ୟାକୁ ଗ୍ରହଣ କରନ୍ତୁ। ଏହାପରେ ମହାଜନ ବ୍ରାହ୍ମଣକୁ ବହୁ ସମ୍ମାନର ସହିତ ବିଦାୟ ଦେଲା। ଜଣେ ଗରିବ ବ୍ରାହ୍ମଣ ନିଜ ଚତୁରତା ବଳରେ ଏହି ପ୍ରକାର ନିଜ ପଇସା ଫେରି ପାଇଥିଲା।